ଜୟ ଜଗନ୍ନାଥ। ଆସନ୍ତା ସୋମବାର ଜାନୁଆରୀ ମାସ 19 ତାରିଖ ମୁଁ ଆସୁଛି ରେମୁଣା ନୂଆଗାଁ ବାଲେଶ୍ୱର। ଆପଣମାନେ ଜାଣିଥିବେ ଦୀର୍ଘ 8 ବର୍ଷ ହେଲାଣି ମୋର ରେମୁଣା ନୂଆଗାଁ ବାଲେଶ୍ୱରରେ ଦୈବୀ ଚିକିତ୍ସା ଚାଲିଛି। ଆପଣମାନେ ଯେ ପ୍ରତ୍ୟେକ ଥର ଶହ ଶହ ସଂଖ୍ୟାରେ ରୋଗୀମାନଙ୍କର ଭିଡ଼ ଲାଗେ। ମେଡ଼ିକାଲରୁ ହତାଶ ହୋଇ ନିରାଶ ହୋଇ ବହୁ ପଇସା ଖର୍ଚ୍ଚ କରି ଫେରିଥିବା ରୋଗୀମାନଙ୍କର ସଂଖ୍ୟା ଏଠି ବହୁତ ଅଧିକା। ଆପଣମାନେ ଦେଖିଥିବେ ଆମ ଦୈବୀ ଚିକିତ୍ସା କେନ୍ଦ୍ରରେ ନା କିଛି ଖାଇବାର ଅଛି, ପିଇବାର ଅଛି, ପାଳିବାର ଅଛି, କିଛି ବି ନାହିଁ। କେବଳ ଟିକେ ସ୍ପର୍ଶ, ଟିକେ ଆଶୀର୍ବାଦରେ ଅସାଧ୍ୟ ରୋଗ ସବୁ ଭଲ ହେଇଯାଏ। ଆଜିର ଆଧୁନିକ ଯୁଗରେ ଯେଉଁଠି ବିଜ୍ଞାନରେ ଏତେ ପ୍ରଗତି ହେଇଛି, କେହି ବି ବିଶ୍ୱାସ କରିବେନି ସତରେ କ'ଣ ଛୁଇଁଦେଲେ, ମନ୍ତ୍ର ଶୁଣିଲେ ରୋଗ ଗୁଡ଼ା ଭଲ ହେଇଯାଏ ନା। ଏହା ଆସିଲେ ଆପଣ ନିଜ ଆଖିରେ ଦେଖିବେ ଯେ କେତେ ଚମତ୍କାରୀ ଆମ ଦୈବୀ ଚିକିତ୍ସା, ଯେଉଁଠାରେ ଯେଉଁ ରୋଗ ଗୁଡ଼ାକର ଆଜି ବି ମେଡ଼ିକାଲ ସାଇନ୍ସରେ ଚିକିତ୍ସା ନାହିଁ, ସେହି ରୋଗୀମାନଙ୍କର ସଂଖ୍ୟା ଏଠି ବହୁତ ଭିଡ଼ ହୁଏ। ଆପଣଙ୍କର ସ୍ପାଇନାଲ୍ କର୍ଡ଼ ପ୍ରୋବ୍ଲେମ୍ ହେଉ, ହାର୍ଟ ପ୍ରୋବ୍ଲେମ୍ ହେଉ, ଆଣ୍ଠୁ ହେଉ, ଏମିତି ଯେଉଁ ବି ହେଉ, ଏଠି ଆସିଲେ ନିଜେ ଚମତ୍କାର ଦେଖିପାରିବେ କେତେ ଚମତ୍କାର ଦୈବୀ ଚିକିତ୍ସା। ସ୍ପର୍ଶ ମାତ୍ରେ ନିମିଷକରେ ଆପଣ ଅନୁଭବ କରିବେ ମୋର ଯାହା ହେଉଥିଲା କମିଗଲା। ଏହା ପ୍ରଭୁଙ୍କର ଦାନ, ପ୍ରଭୁଙ୍କର ଅସୀମ ଶକ୍ତିରୁ ଆମେ ଲୋକମାନଙ୍କର ସେବା କରୁଛୁ। ଯଦି ଆପଣମାନଙ୍କର କିଛି ରୋଗ ଦୁଃଖ କଷ୍ଟ ଅଛି, ଆସନ୍ତୁ ନିଜ ଆଖିରେ ଥରେ ଦୈବୀ ଚିକିତ୍ସାର ଚମତ୍କାର ଦେଖନ୍ତୁ। କିପରି ଅସମ୍ଭବ ଲାଗୁଥିବା ଦୈବୀ ଚିକିତ୍ସା ଆପଣଙ୍କୁ ଅସମ୍ଭବ ବି ଲାଗିବ, ଲେକିନ୍ ଇଏ ସତ୍ୟ, 100% ସତ। ଆପଣମାନେ ଅନୁଭବ କରିବେ ଯାହା ମୋର ରୋଗ ଥିଲା କେମିତି ନିମିଷେ କମିଗଲା। ଆପଣ ଆସନ୍ତୁ, ଦେଖନ୍ତୁ, ନିଜେ ଅନୁଭବ କରନ୍ତୁ। ଗୋଟିଏ କଥା ଭାବନ୍ତୁ, ଯଦି ଏହା ମିଛ, 2011 ମସିହାରୁ ଆଜି ପର୍ଯ୍ୟନ୍ତ କେମିତି ଚାଲିଛି। ଦୀର୍ଘ 15 ବର୍ଷ ହେଲା ଓଡ଼ିଶା ନୁହେଁ, ଭାରତ ନୁହେଁ, ବାହାର ଦେଶରେ ମଧ୍ୟ ମୋର ଦୈବୀ ଚିକିତ୍ସା ହେଇଛି। ଆପଣ ଦେଖିଲେ ନିକଟରେ ମୁଁ ଯାଇଥିଲି କୁମ୍ଭମେଳା, ସେଠି ଲକ୍ଷ ଲକ୍ଷ ବାବା ଥିଲେ। ମୁଁ ସେଠି ନମ୍ବର 1ରେ ଥିଲି, ଆଉ ଗୋଟେ କିଲୋମିଟର ଲମ୍ବା ଧାଡ଼ି ଲାଗୁଥିଲା ମୋତେ ଦେଖା କରିବା ପାଇଁ। ଆପଣ ଆସନ୍ତୁ, ନିଜେ ଦେଖନ୍ତୁ ଯେ କେମିତି ଦୈବୀ ଚିକିତ୍ସାରେ ଅସମ୍ଭବ ରୋଗ ସବୁ ଭଲ ହେଇଯାଉଛି। ଆସନ୍ତା ସୋମବାର ଜାନୁଆରୀ ମାସ 19 ତାରିଖ ମୁଁ ଆସୁଛି ରେମୁଣା ନୂଆଗାଁ ବାଲେଶ୍ୱର। ଯଦି ଆପଣ ଭଦ୍ରକ ଆଡ଼ୁ ଆସୁଛନ୍ତି, ରେମୁଣା ଗୋଲିଆ ଟପିଆର 3 କିଲୋମିଟର ଡାହାଣ ପଟେ କେତେଗୁଡ଼ା ମନ୍ଦିର ଅଛି। ଯଦି ଆପଣ ବାରିପଦା ଆଡ଼ୁ ଆସୁଛନ୍ତି, ବୁଢ଼ା ବଳଙ୍ଗ ନଦୀ ଟପିଆର ବାଁ ପଟେ କେତେଗୁଡ଼ା ମନ୍ଦିର ଅଛି। ସକାଳ 10ଟାରୁ 5ଟା ଯାଏ ଆମର ଦୈବୀ ଚିକିତ୍ସା ଚାଲିବ। ଆସନ୍ତୁ, ଦୟାକରି ଏ ଭିଡ଼ିଓଟି ଆପଣମାନେ ସେୟାର କରନ୍ତୁ। ଦେଖନ୍ତୁ, ଏବେ ଯାଇଥିଲି ମୁଁ ଦେବଗଡ଼, କେତେ ଲୋକଙ୍କର ଭିଡ଼। ଯଦି ଦୈବୀ ଚିକିତ୍ସା ସତ୍ୟତା ନଥାଏ, ଏତେ ଲୋକ ଭିଡ଼ କ'ଣ ପାଇଁ ହେଉଛନ୍ତି? ଦୟାକରି ଭିଡ଼ିଓ ସେୟାର କରନ୍ତୁ। ଜୟ ଜଗନ୍ନାଥ।